ଆଜ୍ଞା ଯେତେବେଳେ ଉଭୟ ଦଳ ଭିତରେ ପ୍ରଥମ ମେଣ୍ଟ ହେଲା ସେତେବେଳେ ଓଡ଼ିଶାରେ କଂଗ୍ରେସ କ୍ଷମତାରେ ଥିଲା ଏବଂ କଂଗ୍ରେସ କ୍ଷମତାରେ ଥିବା ସତ୍ତ୍ୱେ ଏଇ ଦୁଇ ଦଳ ଭିତରେ ମେଣ୍ଟ ହୋଇଯିବା ଫଳରେ ଆପଣ ଦେଖନ୍ତୁ ଲୋକସଭା ଫଳାଫଳ କ'ଣ ହେଲା। ଯିଏ 1996 ନିର୍ବାଚନରେ 16ଟା ଲୋକସଭା ଆସନ ଜିତିଥିଲା ଓଡ଼ିଶାରୁ କଂଗ୍ରେସ ଦଳ, କିନ୍ତୁ 1998 କ'ଣ ହେଲା, ପୁରା ପରିସ୍ଥିତି ବଦଳିଗଲା, ଉଲ୍ଟା ହେଇଗଲା। 1999 ତାର ପୁନରାବୃତ୍ତି ହେଲା, ଅଧିକ ଭାବରେ ଅଧିକ ସଂଖ୍ୟାରେ ଏମାନେ ଗଲେ। ଆପଣ ଯଦି ଦେଖିବେ କଂଗ୍ରେସ ମାତ୍ର 2ଟା ଆସନ ରହିଲା, ଯଦିଓ ସେତେବେଳେ କଂଗ୍ରେସର ଭୋଟ ଆଧାର ଆପଣ ବି 2004 ଦେଖିବେ କଂଗ୍ରେସର ଭୋଟ ଆଧାର ପ୍ରାୟ 35-38 ପର୍ଯ୍ୟନ୍ତ କଂଗ୍ରେସର ଭୋଟ ଥିଲା। ତା ସତ୍ତ୍ୱେ ଥରେ ମିଶିଗଲେ ମାନେ ଲୋକସଭାରେ କି ରେଜଲ୍ଟ ହେଉଛି ଆପଣ ଦେଖିଛନ୍ତି। ବର୍ତ୍ତମାନ କଂଗ୍ରେସ ସେ ସ୍ଥିତି ବି ନାହିଁ, ଏ 15-16% ଭୋଟ ଧାରା ଆସିଯାଇଛି। ତେଣୁ ଏଦିନ ଯେତେବେଳେ ଯେ ମିଳାମିଶା ହେଇଯିବ ବା ବୁଝାମଣା ଲଢ଼ିବେ, କଂଗ୍ରେସ ଗୋଟିଏ ଆସନ ପାଇପାରିବ କି? ଏଇଟା ତ ଅତୀତ ଅଭିଜ୍ଞତାରେ ଏଇଟା ଶିକ୍ଷା ଦେଉଛି ଆମକୁ। କେମିତି ହବ ଆଜ୍ଞା? କେବେ ବି ହେଇପାରିବନି। କୌଣସି ଗୋଟିଏ ଆସନ କଂଗ୍ରେସ ପାଇବା କଷ୍ଟକର ହେଇଯିବ ହଠାତ୍। ବରଂ ବିଧାନସଭା କ୍ଷେତ୍ରରେ ହୁଏତ କିଛି ଆସନ କଂଗ୍ରେସ ପାଇପାରେ, ଯୋଉଠି ବ୍ୟକ୍ତିଗତ ଭାବରେ ବିଧାୟକ ମାନଙ୍କର କିଛି ପ୍ରଭାବ ଅଛି। 2009ରେ ଆପଣ ଜାଣିଛନ୍ତି କନ୍ଧମାଳ ଦଙ୍ଗା ପରେ ଯୋଉ ସ୍ଥିତି ହେଇଥିଲା, ସେଥିରେ କୌଣସି ନା କୌଣସି ପ୍ରକାର ଏମାନେ ଭାବିଲେ ଯେ ବିଜେପି କି ଛାଡ଼ିକି ଆମେ ଯିବୁ, କାରଣ ଆମର ଗୋଟେ ସିକୁଲାର ଇମେଜ ଆମେ ରଖିବାକୁ ଚାହୁଁଛୁ। ଏବଂ ସେତେବେଳକୁ କେନ୍ଦ୍ରରେ ୟୁପିଏ ସରକାର ଆସିଯାଇଥିଲା, ଏଇଟା ମତେ ତାଙ୍କୁ କିଛି ବଳ ଦେଲା ଦିଟାକ ମିଶିକି। ଯଦି ଏନଡିଏ ସରକାର ଦିଲ୍ଲୀରେ ଥାନ୍ତା ତାହେଲେ ବିଜେଡି ସାହସ କରିପାରିନଥାନ୍ତା, କିନ୍ତୁ ବିଜେଡି ସାହସ କରିପାରିଲା କନ୍ଧମାଳ ଘଟଣା ତା ପରିବର୍ତ୍ତେ। ଏବଂ ସେ କରିବା ଫଳରେ ଦେଖାଗଲା ଯେ ବିଜେଡିର ଶକ୍ତି ବଢିଲା, ଏହା ମଧ୍ୟ ଆମେ ଦେଖିଲୁ। ତେଣୁ କିନ୍ତୁ ସେତେବେଳେ କଂଗ୍ରେସର ଯାହା ସ୍ଥିତି ଥିଲା, ବର୍ତ୍ତମାନ ଆପଣ ଦେଖନ୍ତୁ ସେଟା ଭାଙ୍ଗିଗଲା ଫଳରେ କ'ଣ ହେଇଥିଲା। ଆପଣ 2009ରେ ଦେଖନ୍ତୁ ଭାଙ୍ଗିଗଲା, କଂଗ୍ରେସ 6ଟା ଲୋକସଭା ଆସନ ଜିତିଗଲା ଓଡ଼ିଶାରେ, ବିଜେପି ମାତ୍ର ଗୋଟିଏ ଲୋକସଭା ଆସନ ଜିତିଲା ସୁନ୍ଦରଗଡ଼ରୁ, କିନ୍ତୁ 6ଟା ଲୋକସଭା ଆସନ କଂଗ୍ରେସ ପାର୍ଟି ଜିତିଥିଲା। ଯାହା କଂଗ୍ରେସର ଭୋଟ ଆର ସେତେବେଳେ ଥିଲା, କଂଗ୍ରେସର ଭୋଟ ଆର ବର୍ତ୍ତମାନ ନାହିଁ ସେଇ ଭାବରେ। ତେଣୁ ଆଙ୍କ ଭିତରେ ମିଳାମିଶା ହେବା ଖେଳି ଲୋକସଭା କ୍ଷେତ୍ରରେ, ବିଧାନସଭାରେ କ'ଣ 100 ହେଇପାରେ, କିନ୍ତୁ ଲୋକସଭାରେ ପୁରା 21ରୁ 21 ଏଇ ମେଣ୍ଟକୁ ଯେ ଯିବ, ଏଇଟା ମୁଁ ସ୍ପଷ୍ଟ ଭାବରେ ଦେଖିପାରୁଛି।